ନାଥ ଆଜି ଛୁଆ ଆଲୋଚନା କରିବା ସଖା ଅଙ୍ଗରେ କଳଙ୍କି। ପୂର୍ବ ଏପିସୋଡ ଆଲୋଚନା କରିଥିଲେ ଠାକୁର ନିଜେ ସିଦ୍ଧ ଅଙ୍ଗରେ କ'ଣ ଥିବେ ବିହାର କରିଥିବେ ଆଲୋଚନା କରିଥିଲେ ଏବଂ ଲୁକାତ ହେଇକି ରହିଥିବେ। ପୁନଶ୍ଚ ତମେ ଦେଖ ଜଗନ୍ନାଥ ଦାସଙ୍କ ଲେଖା ଦେଖ, ଯଶୋବନ୍ତ ଦାସଙ୍କ ଲେଖା ଦେଖ, ଅଚ୍ୟୁତଙ୍କ ଲେଖା ଦେଖ, ସେ ଲେଖିଛନ୍ତି ସଖା ଅଙ୍ଗରେ ପ୍ରଭୁ ମଧ୍ୟ ପରିପ୍ରକାଶ ହେବେ। ଯଥା ପଞ୍ଚସଖା ମାନଙ୍କ ଅଙ୍ଗରେ କ'ଣ ହେବେ ବିହାର କରିବେ। ପଞ୍ଚସଖା ଅଙ୍ଗରେ ବିହାର କରିବେ, ସେ ପଞ୍ଚସଖା ମଧ୍ୟ କଳଙ୍କି ରୂପରେ କ'ଣ ହେବେ ସଂସାରରେ ବିଦ୍ୟମାନ ହେବେ ଏବଂ ନିଜେ ପ୍ରଭୁ ମଧ୍ୟ କଳଙ୍କି ରୂପରେ କ'ଣ ହେଇଥିବେ ବିଦ୍ୟମାନ ହେଇଥିବେ। ଓ ପଞ୍ଚସଖା ମାନେ ଲୁକାୟିତ ହେଇ ରହିଥିବେ। ବର୍ତ୍ତମାନ ଯେଉଁ ପଞ୍ଚସଖା ସବୁ ବାହାରିଛନ୍ତି ଏ ପରିପ୍ରକାଶ ହେଉଛନ୍ତି, ନିଜର ଗୁଣ ଗାରିମା ନିଜକୁ ନିଜେ ବର୍ଣ୍ଣନା କରୁଛନ୍ତି, କିନ୍ତୁ ପଞ୍ଚସଖା ମାନେ ଯିଏ ଯିଏ ସେ ଲୁକାୟିତ ହେଇକି ରହିଥିବେ। ଆଉ ବାସ୍ତବ ମତରେ ପଞ୍ଚସଖା ମାନେ ଯେତେବେଳେ 7 ଦିନ ଅନ୍ଧାର ଘଟିବ, ଗୋରଖ ଗଛ କ'ଣ ପଞ୍ଚସଖା ଜାଣିଛନ୍ତି ଏବଂ ନିରୁମୁଳି ଗଛର ଚେର ଅଛି, ସେ ଗୋଟେ ଉପଶାଖା ବୃକ୍ଷ, ତାର ନିଜସ୍ୱ ନଥାଏ, ସେ ଅନ୍ୟ ବୃକ୍ଷ ଉପରେ କ'ଣ କରେ ମାଡ଼େ, କିନ୍ତୁ ଖାଦ୍ୟ ସଂଗ୍ରହ କରେ କେମିତି, ତାର ଚେର ନଥିଲେ କେମିତି କ'ଣ କରିବ। ଯେମିତି କେତେଟା ବୃକ୍ଷ ହେଉଛନ୍ତି କ'ଣ ଏପର୍ଯ୍ୟନ୍ତ ତାଙ୍କର ସତ୍ ଧର୍ମକୁ ପାଳନ କରିଛନ୍ତି। ତମେ ଦେଖ ଲାଜକୁଡ଼ି ଲଟା, ସେଟା ବୃକ୍ଷ ନା ନାହିଁ, ତମେ ତାକୁ ସ୍ପର୍ଶ କରିଦେଲେ ସେ କ'ଣ ଜାକି ଯାଉଛି, ସେ ତା ଧର୍ମକୁ ସେ ବୃକ୍ଷ ରଖିଛି ପାଳନ କରିଛି। ବୁଝି ଯାଉଛି। ଡିମ୍ବିରି ଗଛ ତାର କ'ଣ ଫଳ ହଉଛି, ଫୁଲକୁ ଆମେ ଦେଖିପାରୁଛେ କି, ସେ ତା ଧର୍ମକୁ ପାଳନ କରିଛି। ସେମିତି ଗୋରଖ ବୃକ୍ଷ ତାକୁ ଛାଡ଼, ନିରୁମୁଳି ଲେଟା ବା ନିରୁମୁଳି ଗଛ ସିଏ ମଧ୍ୟ ତାଙ୍କ ଧର୍ମକୁ କ'ଣ କରିଛି ପାଳନ କରିଛି। ଏମିତି 27 ଗୋଟି ବୃକ୍ଷ ସଂସାର ମଧ୍ୟରେ ଏପର୍ଯ୍ୟନ୍ତ ତାଙ୍କର ଦେବ ଧର୍ମ କ'ଣ କରିଛନ୍ତି ପାଳନ କରିକି ରଖିଛନ୍ତି। କେତୋଟି ବୃକ୍ଷ 27 ଗୋଟି ବୃକ୍ଷ। ଯେତେ ସାଇନ୍ସ ଇମ୍ପ୍ରୁଭ କଲେ ମଧ୍ୟ ତାର ଅନ୍ତ ପାଇବା ବହୁତ କଷ୍ଟସାଧ୍ୟ। ଯେଉଁମାନେ ପ୍ରକୃତରେ ପଞ୍ଚସଖା, କୋଉ ପଞ୍ଚସଖା ହେତୁ ଦିଆ ପଞ୍ଚସଖା, ଯାହାଙ୍କର ପୂର୍ବ ଜନ୍ମ କଥା ଜନ୍ମ ଜନ୍ମାନ୍ତର ମନ ଥାଏ, କହନ୍ତି ନା ଲୋକଟାରେ ହେତୁ ନାହିଁ ମାନେ ମନ ନାହିଁ, କିନ୍ତୁ ବାସ୍ତବ ମତରେ ଯେଉଁ ହେତୁ ଦିଆ ପଞ୍ଚସଖା ତାଙ୍କର ସଦାସର୍ବଦା ପୂର୍ବ ଜନ୍ମ ମନ ଥାଏ, ତାଙ୍କର ହେତୁ ରହିଥାଏ। ଏଇ ଯେଉଁ ପଞ୍ଚସଖା ମାନେ ଥିଲେ ଉତ୍କଳରେ 3 ପ୍ରକାର ଆଗରୁ କହିଛି ପଞ୍ଚସଖା। ହେତୁ ଦିଆ 5 ନିତ୍ୟ ପଞ୍ଚସଖା 256 ଆଉ ଓଳା ଶୁଣିଠାରେ ଅରକ୍ଷିତ ଦାସ ସର୍ବ ପରେ ଶ୍ରେଷ୍ଠ ହେଉ, ପଞ୍ଚସଖା ଠାରୁ କହିବା ବଢ଼ିକି ଏଥି ବଢ଼ି କେହି ନାହିଁ, ଛନ୍ଦି ବାନ୍ଧି କରି ଯେ ଯେତେ ପୁରୀ କହିବେ ଉଦର ପୁରିବ ନାହିଁ। ସେଇ ଯେଉଁ ପଞ୍ଚସଖା ଯିଏ ଯେଉଁ ଅଚ୍ୟୁତ ଅନନ୍ତ ଯଶୋବନ୍ତ ଜଗନ୍ନାଥ ଏଇ ଯେଉଁ ପଞ୍ଚସଖା ଥିଲେ, ଏ ପଞ୍ଚସଖା ଦେହରେ କ'ଣ ହେବେ ଠାକୁର ଖେଳାଲୀଳା କରିବେ, ଏମାନେ ମଧ୍ୟ କଳଙ୍କି ରୂପରେ ପରିପ୍ରକାଶ ହେବେ। ବୁଝିହେଉଛି ନା। ଏକଥା ଆମେ କହୁନୁ, ଏକଥା ମହାପୁରୁଷ ଜଗନ୍ନାଥ ଦାସ ଖୋଲିକି ଲେଖିଛନ୍ତି। ଲେଖିଲେ କୁତର୍କ ବିଦ୍ୟା ଶିଖିବେ ଅଶେଷ, ପ୍ରାଣୀ ମାନେ ସବୁ ହେବେଟି ଧ୍ୱଂସ। କୁତର୍କ ବିଦ୍ୟା ତମେ ଦେଖ, ଏବେ ସବୁ ସାଧୁ ସାଧୁ ଭିତରେ ଆମେ ଦେଖୁଛେ ସବୁ ତାଙ୍କ ଭିତରେ ସବୁ ଟକରା ଟକରି ହେଲେଣି ନା। ସେ କହୁଛି ମୁଁ ଯାହା କହୁଛି ଠିକ୍, ସିଏ କହୁଛି ମୁଁ ଯାହା କହୁଛି ଠିକ୍, ସିଏ କହୁଛି ମୁଁ ଯାହା କହୁଛି ଠିକ୍।
ମହାପୁରୁଷ ସେଠି କହୁଛନ୍ତି କୁତର୍କ ବିଦ୍ୟା ଶିଖିବେ ଅଶେଷ। ଅନେକ ବ୍ୟକ୍ତି କିଛି ଜ୍ଞାନକୁ ଆହରଣ କରି ଯୁକ୍ତି କରିବେ। କୁତର୍କ ବିଦ୍ୟା କ'ଣ? ଯୁକ୍ତି ବିଦ୍ୟା। ଯାହା ପାଖେ ଜ୍ଞାନ ଥାଏ ସେ କାହା ସାଙ୍ଗେ ଯୁକ୍ତି କରେ ନା। ନିକିତି ଓଜନ ସମତୁଲକୁ ଭାରି ହୁଏ ଯିଏ ରହେ ତଳକୁ। ଯେ ପ୍ରକୃତରେ ଜ୍ଞାନୀ ସେ ସଦାସର୍ବଦା ନତମସ୍ତକ। ତମେ ସମୁଦ୍ରକୁ ଯାଉଛ, ସ୍ନାନ କରୁଛ, ଗାଧଉଛ ଯାଇକି ପୁରୀରେ, ସମୁଦ୍ର ଢେଉ ଯେତେବେଳେ ଆଉଛି ଆମେ ଯଦି ନଈ ପଡ଼ିଆ ଆମର କିଛି ଅସୁବିଧା ହେବନି। ସେ ଢେଉ କ'ଣ କରିବ? ନଉଟିକି ଡେଇଁକି ପଳେଇଯିବ। ଆଉ ଯଦି ଛିଡ଼ା ହେବା ପିଟିକି ଫୋପାଡ଼ି ଦେବ। ମହାପୁରୁଷ ଏଠି ଜଗନ୍ନାଥ ଦାସ କହିଲେ କୁତର୍କ ବିଦ୍ୟା ଶିଖିବେ ଅଶେଷ। କଳିର ଅନ୍ତିମ ସମୟରେ କିଛି ବ୍ୟକ୍ତି କୁତର୍କ ବିଦ୍ୟା ଶିଖି କ'ଣ କରିବେ? ଯୁକ୍ତି ତର୍କ କରିବେ। ଏଣୁ ସେମାନଙ୍କର ବିନାଶ ହେବ। ପ୍ରାଣୀମାନେ ସବୁ ହେବେଟି ଧ୍ୱଂସ। ସେମାନେ କ'ଣ ହେଇଯିବେ? ଧ୍ୱଂସାଭିମୁଖୀ ହେଇଯିବେ। ଏହି ସମୟରେ ଆକାଶ ଉଇଁ ପ୍ରଭୁ ଉଦୟ ହେବେ କଳଙ୍କି ହୋଇ। ବୋଲେ ଯେତେବେଳେ ସଂଗ୍ରାମ ଲାଗେ ସେତେବେଳେ କ'ଣ ହବ? ଆକାଶ ଉଇଁ ମାନେ ଆକାଶର ଅଲୌକିକ ସତ୍ତାର କ'ଣ ଆବିର୍ଭୂତ ହବ। ଉଦୟ ହେବେ ପ୍ରଭୁ କଳଙ୍କି ହୋଇ। ସେଇ ସମୟରେ ପ୍ରଭୁ କ'ଣ କରିବେ? କଳଙ୍କି ହେଇଯିବେ। କଳଙ୍କି ହେଇଯିବେ ମାନେ କ'ଣ? କାଳିଆ ପଡ଼ିଯିବେ ନା, କରାଳ ରୂପକୁ ଧାରଣ କରିବେ। ଦୁଷ୍ଟ ସଂହାର ପାଇଁ ମାନେ ଉଗ୍ର ରୂପକୁ କ'ଣ କରିବେ? ଧାରଣ କରିବେ। ଯାହାକୁ ଠାକୁର ଅଭିରାମ ପରମହଂସ କହିଥିଲେ ଠାକୁର ଦିନେ ଯେତେବେଳେ ଭୀମ ମୂର୍ତ୍ତି ହେବେ ଲକ୍ଷ୍ମୀକାନ୍ତ, ସେତେବେଳେ କେହି କାହାକୁ ଆଉ ସମ୍ଭାଳି ପାରିବେ ନାହିଁ। ହେଲା। ସଖା ଅଙ୍ଗରେ ହୋଇବେ ପ୍ରକାଶ, ନାମ ହୋଇବ ତାଙ୍କର ଅଶେଷ। ସବୁ ସଖା ଅଙ୍ଗରେ ଯେତେବେଳେ ପରିପ୍ରକାଶ ହେବେ ମାନେ ଅନ୍ୟ ଅନ୍ୟ ନାଁ ହେଇଯିବ। ବୁଝି ହେଉଛି? ହରିହର ବେନି ଏକାଙ୍ଗ ରୂପ, ଠାବେ ଠାବେ ଦାସ ହୋଇବେ ଦୃଶ୍ୟ। ମନେ ରଖିଥା, ଏଠି କହିଲେ ହରିହର ଆମେ ସମସ୍ତେ ଜାଣିଛେ ଏକ ଆତ୍ମା ନା। ଶିବଙ୍କୁ ଛାଡ଼ି ବିଷ୍ଣୁ ରହିପାରିବେନି, ବିଷ୍ଣୁଙ୍କୁ ଛାଡ଼ିକି ଶିବ ରହିପାରିବେ ନାହିଁ। କିନ୍ତୁ ଏଠି କହିଲେ ହରିହର ହେବେ ବେନି ଏକ ରୂପ ହେବେ। ଗୋଟିଏ ଶରୀରରେ ହରିହର କ'ଣ କରିଥିବେ? ବିହାର କରୁଥିବେ। ଯଥା ହରି ବୋଲନ୍ତେ ବିଷ୍ଣୁ, ହର ବୋଲନ୍ତେ ଅନନ୍ତ। ଯାହା କୁହନ୍ତି ଅନନ୍ତ ଗୋପାଳ ଲୀଳା ବା ଅନନ୍ତ ମାଧବ ଲୀଳା। ମାଧବ ହେଲେ ବିଷ୍ଣୁ, ଅନନ୍ତ ହେଉଛନ୍ତି ଶିବ। ଏଠି ଶେଷନାଗ କଥା କୁହାଯାଇ ନାହିଁ। ବୁଝି ହେଉଛି ନା? ଏଠି ଶେଷନାଗ କଥା କୁହାଯାଇନି, ବଳଦେବଙ୍କ କଥା କୁହାଯାଉନି। ଶେଷନାଗ ଯିଏ ବଳଦେବ ସିଏ ତାଙ୍କ କଥା କହୁନାହାନ୍ତି। ଏଠି ଅନନ୍ତ ମଧ୍ୟ ହେଉଛନ୍ତି କିଏ? ସେ ଶିବ। ଏଠି ଅନନ୍ତ ମଧ୍ୟ ହେଉଛନ୍ତି ବିଷ୍ଣୁ। ଅନନ୍ତ ଶବ୍ଦ କ'ଣ? ଅଣ ଅକ୍ଷର ଯାହାର ଦେଇ ଅନନ୍ତ ନାଁ ଆମେ ଅନ୍ତ ନାହିଁ। ଅନନ୍ତ ବୋଲନ୍ତେ ଅନନ୍ତ ଶବ୍ଦର ଯାହାର ଆଦି ଅନ୍ତ ନାହିଁ ତାକୁ କୁହନ୍ତି ଅନନ୍ତ। ଇଏ କେହି କାହାକୁ ଉଣା ନୁହନ୍ତି। ଅନେକ ଅନନ୍ତ ବାହାରିବେ, ଆମେ ତାକୁ ଧରିବା କଥା ହେଉଛି। ମହାପୁରୁଷ ଗୋଟେ ନେଇଛନ୍ତି ପଦ, ଅନନ୍ତ ଉପରେ ଅନନ୍ତ ରଜା, ଅନନ୍ତ ମସ୍ତକେ ଉଡ଼ିବ ଧ୍ୱଜା, ଅନନ୍ତ ଜଗିବ ଭାଟ ଯେ, ଅନନ୍ତ ଅନନ୍ତ ଲୀଳା ଲାଗିଥିବ ନ ଜାଣିବେ ନଟ କୁଟ ଯେ। କେତେ ଅନନ୍ତ! ଅନନ୍ତ ଉପରେ ଅନନ୍ତ ରଜା, ଅନନ୍ତ ମସ୍ତକେ ଉଡ଼ିବ ଧ୍ୱଜା। ଏ ପଞ୍ଚ ଅନନ୍ତ କଥାଟି ମହାପୁରୁଷ କହିଛନ୍ତି। ସୁତରାଂ ବ୍ରହ୍ମ ଅନନ୍ତ, ଆଦି ଅନନ୍ତ, ସତ୍ୟ ଅନନ୍ତ। ବୁଝି ହେଉଛି ନା? ଫେରେ ଅନନ୍ତ ପୁନଶ୍ଚ ଶିଶୁ ଅନନ୍ତ। କେତେ ଅନନ୍ତ ହେଲେ? ପଞ୍ଚ ଅନନ୍ତ ହେଲେନି? ତେଣୁ ଠାକୁର କ'ଣ କରିବେ? ହରିହର ଏକ ରୂପରେ ବିହାର କରିବେ। ଯାହାକୁ କ୍ଷିତିବଂଶ ପୁରାଣରେ କ୍ଷିତି ହାଡ଼ିବନ୍ଧୁ ଦାସ ପ୍ରମାଣ କଲେ। ବୁଝି ହେଉଛି ନା? ଅନନ୍ତ ଅଙ୍ଗେ ଈଶ୍ୱର ବିହାର କରିବେ। ବା ଯେ ନାରାୟଣଙ୍କ ଦେହରେ ଶିବ କ'ଣ କରିବେ? ବିହାର କରିବେ। ସେ ସାଧାରଣ ରୂପରେ ରହିଥିବେ ଆମରିମାନଙ୍କ ପରି। ସେ ଲୋକଲୋଚନକୁ ଆସିପାରିବେ ନାହିଁ। ଆଗ ଦୁଷ୍ଟ ସଂହାର କରିବେ, ତାପରେ କ'ଣ କରିବେ? ଧର୍ମ ସଂସ୍ଥାପନ କରିବେ। ପୁନଶ୍ଚ ମନେ ରଖିଥାଅ, ଧର୍ମ ଗ୍ଲାନି କେତେବେଳେ ହୁଏ?
भगवत गीता प्रमाण देती तदा तदा ही धर्म से ग्लानिर्भवति भारत अभ्युत्थान मधर्मस्य तदात्म्य सुधाम्यहं परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि जुगे जुगे। जेତେବେଳେ धर्मर ग्लानि घटे ସେତେବେଳେ प्रभु कौन करती मर्त्यमंडल आविर्भूत हुअନ୍ତି। धर्मग्लानि दुष्ट मैंने धर्मग्लानि करती पुणी वर्तमान आम भावुँ महापुरुष जो कही जो गीतार लेखा जो श्लोकटी बर्तमान जो अनेक नारायण बाहर मर्त्यमंडल आम उत्कल कथा देख बेसी जाजपुर पूरी बर्तमान आउ किए प्रभुर दास के चेष्टा कर सबुते कलकीराम हो गले ना लास्ट ये ठाकुर बोधे मानवे निश्चिंत जो धर्मर ग्लानि ये गोटे प्रकार ग्लानि ना सी कह मो गुरु बड़ सी कह मो गुरु बड़ सी कह मो गुरु बड़ या बर्तमान लोक मान मुंडे पशि जाए दिने प्रभु आसवे कह अरे ना सब गुरु होती समान दुष्ट को संहार करेंगे धर्म को रक्षा करेंगे आम मत बोधे यहाँ ये गोटे टाइप धर्मग्लानि हो दुष्ट जी अबाटू अच्छे सी धर्मग्लानि करुँच अनेक साधु सन्त अरे जन को जन समालोचना कले सी भी पापर विभाग हुए यदि आम तुम विषय आलोचना करूँ तुम मुहर कहीदेव कि ना पछरे यदि आलोचना करूँ समालोचना करूँ मन रखी तो प्रभु द्वार बार गोटे विचार हुए आम पुण्य तक तुम पाक जीव बारी तुम पाप तक आम पाप पलि आस तेणुक साधु सन्त मैंने वास्तव मत कई क्या समालोचना करती ना साधुर हूँ श्रद्धा भाव हूँ मुख्य एथर बुझिपारे ना बुझिपारे तेणु ठाकुर कौन हे निजे शरीर सिद्ध अंगे इे आसवे पुनश्च पंचसखा रूप में मर्त्यमंडल आविर्भूत होगी लीलाखेला कौन करेंगे परिप्रकाश करेंगे है से कौन लिखिले महापुरुष जगन्नाथ दास कहले सखा अंगरे कलंकी लीला। जय जगन्नाथ प्रभु सदिच्छा पूर्ण बोलान देखवार हरि।